ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ଦଶମ ଶ୍ରେଣୀ ସାହିତ୍ୟ ସିନ୍ଧୁ ପୁସ୍ତକର ଜନ୍ମଭୂମି ବିଷୟବସ୍ତୁକୁ ଆଲୋଚନା କରିବା। ଗତ ଭିଡ଼ିଓରେ ଆମେ ଅଲରେଡ଼ି ଆଲୋଚନା କରିସାରିଛେ ଯେ ମନୁଷ୍ୟକୁ ସବୁବେଳେ ଆମେ ଯୁକ୍ତିବାଦୀ ଜୀବ ବୋଲି କହିପାରିବା ନାହିଁ। ସେ ମୁଖ୍ୟତଃ ଗତାନୁଗତିକତାର ଦାସ ମଧ୍ୟ ବୋଲି କୁହାଯାଏ ଏବଂ ନିଜର ଆଭିଜାତ୍ୟକୁ ସେ ଚିହ୍ନେଇବା ପାଇଁ ସେ ନେକ୍ଟାଇକୁ କ'ଣ କହିଥାଏ ନା ଏଟା ଗୋଟେ ହେଉଛି ବଡ଼ ଆଭିଜାତ୍ୟର ଚିହ୍ନ ବୋଲି କହିଥାଏ, କିନ୍ତୁ ତାହା ନିରର୍ଥକ ଅଟେ। ଏବଂ ଇତିମଧ୍ୟରେ କ'ଣ ହେଇଛି ନା ବର୍ତ୍ତମାନର ଶିକ୍ଷିତ ଯୁବକ ଯୁବତୀମାନେ କ'ଣ କରୁଛନ୍ତି ନା ଆଭିଜାତ୍ୟ ଛାଡ଼ିବା ସମ୍ଭବ ହେଉନାହିଁ, କିନ୍ତୁ ଶାରୀରିକ ଶ୍ରମ ଛାଡ଼ିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇଥାଏ। ତେଣୁ ଆଜି ଆମେ ଆଗକୁ ବଢ଼ିବା ପିଲାମାନେ। କୌଣସି ବ୍ୟକ୍ତିର ଦୈନିକ ଆୟ 5 ଅଣା ବା 50 ଲକ୍ଷ ଟଙ୍କା ହୋଇପାରେ। ସେଥିପାଇଁ ଆଇନର ବାଧା ନାହିଁ ଯେ କୌଣସି ବ୍ୟକ୍ତି 5 ଅଣା ବି ଇନକମ୍ କରିପାରେ କିମ୍ବା 50 ଲକ୍ଷ ଟଙ୍କା ବି ରୋଜଗାର କରିପାରେ। ତାର କୌଣସି ପ୍ରକାର ଲ ନାହିଁ, ଅର୍ଥାତ୍ କୌଣସି ନୀତି ନିୟମ ଆଇନ କାନୁନ କିଛି ନାହିଁ କିମ୍ବା ଧର୍ମ କିମ୍ବା ସମାଜର ନିନ୍ଦା ମଧ୍ୟ ନାହିଁ। ସେ କ'ଣ କରିପାରିବ ଆରାମରେ 5 ଅଣା କିମ୍ବା 50 ପଇସା ସେ ଯେତିକି ତା ମନ ଇଚ୍ଛା ରୋଜଗାର କରିପାରିବ। ତାର ପାଇଁ କୌଣସି ପ୍ରକାର ବାଧା ନାହିଁ। ବରଂ ମାନବର ସମସ୍ତ ନୀତିକୁ ପଦରେ ଦଳି ଦେଇ ଊର୍ଦ୍ଧ୍ୱଶ୍ୱାସରେ ଧାଇଁ ସେ ଯେତେବେଳେ ବେଶୀ ଏକ ଦୀର୍ଘ ବ୍ୟବଧାନକୁ କମ୍ କରିପାରେ, ସେ ସେତେ ବେଶୀ ଜୀବନ ଯୁଦ୍ଧର ଦିଗ୍ବିଜୟୀ ବୀର ବୋଲି ପରିଚିତ ହୋଇଥାଏ। ଅର୍ଥାତ୍ ଦେଖ ପିଲାମାନେ, ସିଏ ଯେତିକି ଟଙ୍କା ବି ଇନକମ୍ କରୁ, ତାର କୌଣସି ପ୍ରକାରର ବି ନୀତି ନିୟମ ନାହିଁ ବା ଆଇନ କାନୁନ ନାହିଁ, କିନ୍ତୁ ମାନବର ସମସ୍ତ ନୀତିକୁ ସେ ପଦରେ ଦଳି ଦେଇ ମାନବ ନୀତି ଅର୍ଥାତ୍ ସେ ତାର ନୈତିକତା, ତାର ଯେଉଁ ମୂଲ୍ୟବୋଧ ସେସବୁକୁ ପାଦରେ ଦଳି ଦେଇ ଊର୍ଦ୍ଧ୍ୱଶ୍ୱାସରେ ଧାଇଁ ଅର୍ଥାତ୍ କ୍ଷିପ୍ର ଗତିରେ ଦୌଡ଼ି ସେ ଯେତେ ବେଶୀ ଏହି ଦୀର୍ଘ ବ୍ୟବଧାନକୁ କମ୍ କରିପାରେ, ଏଇ ଯେଉଁ ଡିଷ୍ଟାନ୍ସ ଥିବ ସେ ଡିଷ୍ଟାନ୍ସକୁ ସେ ଯେତେ କମ୍ କରିପାରେ ତାର ପାଇଁ ସେତେ ସୁଖକର ହୋଇଥାଏ ଏବଂ ସେ ଜୀବନ ଯୁଦ୍ଧରେ ଦିଗ୍ବିଜୟୀ ବୀର ବୋଲି ନିଜେ ପରିଚିତ ମଧ୍ୟ ହୋଇଥାଏ। ସେତେ ବେଶୀ ଆଦର ମଧ୍ୟ ପାଇଥାଏ ଏବଂ ପ୍ରଶଂସାର ପାତ୍ର ମଧ୍ୟ ସେ ହୋଇଥାଏ। ଅର୍ଥାତ୍ ଏଇ ଯେଉଁ ବ୍ୟବଧାନକୁ ସେ ଯଦି କମ୍ କରିଦେଇପାରିବ ତାହେଲେ ନିଶ୍ଚିତ ଭାବରେ ସେ କ'ଣ ହୋଇଯିବ ନା ଲୋକମାନଙ୍କ ପାଖରେ ସେ ଆଦର ଏବଂ ପ୍ରଶଂସାର ପାତ୍ର ହୋଇପାରିବ। ଅଭିଜାତ ଶ୍ରେଣୀର ଅନ୍ତର୍ଭୁକ୍ତ ନ ହୋଇ ଖାଲି ଶାରୀରିକ ଶ୍ରମରେ ଏହି ଦୀର୍ଘ ବ୍ୟବଧାନକୁ କିଞ୍ଚିତ ମାତ୍ର କମ୍ କରିବା ମଧ୍ୟ ସମ୍ଭବ ନୁହେଁ। ଅର୍ଥାତ୍ ଅଭିଜାତ ଶ୍ରେଣୀର ଅନ୍ତର୍ଭୁକ୍ତ ନ ହୋଇ, ଏଇ ଯେଉଁ ଆଭିଜାତ୍ୟ ଆମେ ନେକ୍ଟାଇକୁ ଆଭିଜାତ୍ୟର ଗୋଟେ ଚିହ୍ନ ବୋଲି କହୁଛୁ, ତାହାର ଅନ୍ତର୍ଭୁକ୍ତ ନ ହୋଇ ଯଦି ଖାଲି କ'ଣ କରିବ ସେ ନା ଶାରୀରିକ ଶ୍ରମ କରିବ ଏବଂ ଏଇ ଯେଉଁ ଶାରୀରିକ ଶ୍ରମ କରି ସେ ଯେଉଁ ଦୀର୍ଘ ବ୍ୟବଧାନ ଅଛି ସେ ଦୀର୍ଘ ବ୍ୟବଧାନକୁ କ'ଣ କରିବ କିଞ୍ଚିତ ମାନେ ଅଳ୍ପ ବହୁତ କମ୍ ସେ କ'ଣ କରିପାରିବ ନା କମ୍ କରିଦେଇପାରିବ। ତାର ସମ୍ଭବ ନୁହେଁ। ଖାଲି ମୁଁ ଶ୍ରମ କରିବି, ଶ୍ରମ କରିବା ଦ୍ୱାରା ଏଇଟା ସମ୍ଭବ ହେବ, କେତେବେଳେ ବି ସମ୍ଭବ ହେବ ନାହିଁ। ଏହିସବୁ କାରଣରୁ ବହୁ ପଲ୍ଲୀ ଜନନୀ ଆଜି ସେମାନଙ୍କର ଶିକ୍ଷିତ ସନ୍ତାନକୁ ହରାଇ ବସିଛି। ଯେତିକି ଶିକ୍ଷିତ ଯୁବକ ଯୁବତୀ ଅଛନ୍ତି ପିଲାମାନେ, ସେମାନେ କ'ଣ କରୁଛନ୍ତି ନା ଚାକିରି କରିବା ପାଇଁ ବାହାରକୁ ପଳାଉଛନ୍ତି। ସେମାନେ ମାଇଗ୍ରେଟ୍ ହେଇକି ପଳାଉଛନ୍ତି। ଭଲ ଡକ୍ଟରଟିଏ ହେଲା ସେ ଯାଇକି ରହୁଛି କେଉଁଠି ନା ଆମେରିକାରେ। ଭଲ ଇଞ୍ଜିନିୟରଟେ ହେଲା ସେ ଯାଇକି ରହୁଛି କେଉଁଠି ନା ଆମେରିକାରେ। ଯାହାଫଳରେ ସେ ଯେଉଁ କ୍ୱାଲିଟି ବା ସେ ଯେଉଁ ଭଲ ଟ୍ୟାଲେଣ୍ଟେଡ଼ ଡକ୍ଟର ହୁଅନ୍ତୁ କିମ୍ବା ଇଞ୍ଜିନିୟର ହୁଅନ୍ତୁ, ସେ କେତେବେଳେ ବି ନିଜ ଦେଶରେ କାମ କରିପାରୁନାହାନ୍ତି। କାରଣ କ'ଣ ନା ଆମେ ସେମାନଙ୍କୁ ସେଭଳିଆ ଏଫୋର୍ଡ଼ କରିପାରୁନୁ। ସେମାନେ ଯେତିକି ଟଙ୍କା ପାଇବାର କଥା ବା ହକଦାର, ଆମେ ସେତିକି ଟଙ୍କା ସେମାନଙ୍କୁ ଏଫୋର୍ଡ଼ କରିପାରୁନୁ। ସେମାନେ ବାଧ୍ୟ ହୋଇ କ'ଣ କରୁଛନ୍ତି ନା ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ପଳାଉଛନ୍ତି। ତେଣୁ ଯାହାଫଳରେ ନିଜ ପଲ୍ଲୀ ଜନନୀ କ'ଣ ହେଉଛି ନା ସେଭଳିଆ ଶିକ୍ଷିତ ସନ୍ତାନମାନଙ୍କୁ ସେ ହରାଇ ଦେଉଛି ଏବଂ ଅର୍ଥ ବଳରେ ହେଉ, ଭାଗ୍ୟ ବଳରେ ହେଉ ବା ଅଧ୍ୟବସାୟ ବଳରେ ହେଉ, ଯେଉଁମାନେ ଶିକ୍ଷିତ ରୂପେ ଉଦୀୟମାନ ହୁଅନ୍ତି ସେମାନଙ୍କ ସମ୍ବନ୍ଧରେ ପଲ୍ଲୀ ଗ୍ରାମରେ ବହୁ କଳ୍ପନା ଜଳ୍ପନା ଚାଲେ। ଯେଉଁମାନେ ଶିକ୍ଷିତ ଏଜୁକେଟେଡ଼, ଯେଉଁମାନେ ଚାକିରି ପାଇବାର ଯୋଗ୍ୟ ବା ଚାକିରି ପାଇଥାନ୍ତି, ସେମାନଙ୍କୁ ନେଇ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ହୋଇଥାଏ। ସେଟା ଅର୍ଥ ବଳରେ ହେଇଥାଉ, ଭାଗ୍ୟ ବଳରେ ହେଇଥାଉ କିମ୍ବା ଅଧ୍ୟବସାୟ ବଳରେ ହେଇଥାଉ, ଯେଉଁମାନେ ଶିକ୍ଷିତ ରୂପେ ଉଦୀୟମାନ ହୁଅନ୍ତି
ସେମାନଙ୍କ ସମ୍ବନ୍ଧରେ ପଲ୍ଲୀ ଗ୍ରାମରେ ବହୁ କଳ୍ପନା ଜଳ୍ପନା ଚାଲିଥାଏ। ଲୋକମାନେ ଅମୁକ ପୁଅର ମାନେ ଅମୁକ ଲୋକର ତା ପୁଅ ଏଇ ଚାକିରି ପାଇଲା, ଏଇ ଉପରେ ସେମାନେ କ'ଣ କରିଥାନ୍ତି ନା ଡିସ୍କସନ୍ କରିଥାନ୍ତି। ତୁମେ କ'ଣ କରୁଛ କ'ଣ ନାହିଁ ତାର ସେମାନେ ଟିକନିକ୍ ଖବର ରଖିଥାନ୍ତି, ବୁଝିଲା କି ନାହିଁ। ଯାହାଫଳରେ ସେମାନେ ପ୍ରତ୍ୟେକଟି ବିଷୟରେ ଗାଁ ଲୋକ ଆଲୋଚନା କରିଥାନ୍ତି। ବିଦ୍ୟାର୍ଥୀ ଜୀବନରେ ସେମାନେ ପିତାମାତାଙ୍କ ଆଶା ଭରସାର ସ୍ଥଳ ହୋଇ ଯେତେବେଳେ ସେମାନେ ସ୍କୁଲରେ ପାଠ ପଢ଼ୁଥିବେ ସେ ସମୟରେ ସେମାନେ କ'ଣ କରିବେ ନା ବାପା ମାଆଙ୍କର ଆଶ୍ରୟ ନେଇଥିବେ। ସେମାନେ ଆଶା ଭରସାର ସ୍ଥଳ ହେଇକିନା ବଞ୍ଚୁଥିବେ, ଅର୍ଥାତ୍ ତାଙ୍କର ଦୟା ରୂପକ ସାଗରରେ ସେମାନେ ବଞ୍ଚୁଥିବେ। ଆଉ କ'ଣ, ଯେତେବେଳେ ଗ୍ରାମ ବୃଦ୍ଧମାନଙ୍କ ପ୍ରଶଂସାର ଦୃଷ୍ଟାନ୍ତ ହୋଇ ଗ୍ରାମଭୂମି ମଣ୍ଡନ କରିଥାନ୍ତି। ସେମାନେ ବିଦ୍ୟାର୍ଥୀ ଥିଲା ସମୟରେ ପିତାମାତାଙ୍କର ଆଶୀର୍ବାଦ ପାଇଥାନ୍ତି ଏବଂ ଗ୍ରାମ ବୃଦ୍ଧମାନଙ୍କର ପ୍ରଶଂସାର ଦୃଷ୍ଟାନ୍ତ ହୋଇଥାନ୍ତି। ଦୃଷ୍ଟାନ୍ତ କହିଲେ କ'ଣ ନା ଏକ୍ଜାମ୍ପଲ୍। ସେ କହିବ ସେ ଯେଉଁ ରାମର ପୁଅ, ଅର୍ଥାତ୍ ସେଟା ଗୋଟେ କ'ଣ ନା ଏକ୍ଜାମ୍ପଲ୍ ବା ଦୃଷ୍ଟାନ୍ତର ଗୋଟେ ଉଦାହରଣର ଗୋଟେ ପାତ୍ର ହୋଇଥାନ୍ତି ଏବଂ ନିଜର ଗ୍ରାମକୁ ସେମାନେ ମଣ୍ଡନ କରିଥାନ୍ତି, ଶୋଭାବର୍ଦ୍ଧନ କରିଥାନ୍ତି। କିନ୍ତୁ ସମୟ ଆସେ ଯେତେବେଳେ କି ଗ୍ରାମବାସୀମାନେ କ'ଣ କରିଥାନ୍ତି ନା ଗୋଟେ ସମୟ ଆସିବ ଯେଉଁ ସମୟରେ ସେମାନେ କ'ଣ ହେବ ନା ଗ୍ରାମବାସୀମାନେ ବିଭିନ୍ନ ପ୍ରକାର କଥା କହୁଥିବେ। ଏ ଦେଖିପାରୁଥିବ ଗୋଟେ ଏକ୍ଜାମ୍ପଲ୍, ଟ୍ୟୁସନ୍ ପଢ଼ାଉଛନ୍ତି ଗାଁରେ, ସେ ତେଣୁ ଗ୍ରାମକୁ ସେମାନେ ମଣ୍ଡନ କରିଥାନ୍ତି ଏବଂ ସେମାନଙ୍କୁ ଦେଖିବାର ସୁବିଧା ପାଆନ୍ତି ନାହିଁ। ଗୋଟେ ସମୟ ଆସିବ ଯେଉଁମାନେ ଗ୍ରାମକୁ ମଣ୍ଡିତ କରୁଥିବେ, ଶୋଭାବର୍ଦ୍ଧନ କରାଉଥିବେ, କିନ୍ତୁ ଗୋଟେ ସମୟ ଆସିବ ଯେଉଁମାନଙ୍କୁ ଆଉ ଦେଖିବାକୁ ମଧ୍ୟ ମିଳିବ ନାହିଁ। କୃଷ୍ଣଙ୍କର ଗୋଟେ ଏକ୍ଜାମ୍ପଲ୍ ଦେଇଛି ଯେ କୃଷ୍ଣ 3 ଦିନକୁ କଣ୍ଟ କରି ମଥୁରାକୁ ଚିରଦିନ ପାଇଁ ଚାଲିଗଲେ, ଠିକ୍ ସେହିପରି ସେମାନେ ସବୁଦିନ ପାଇଁ ଗ୍ରାମଭୂମି ଛାଡ଼ି ଚାଲିଯାଆନ୍ତି। ଏକ୍ଜାମ୍ପଲ୍ ଦେଖିଦେବା କ'ଣ ନା କୃଷ୍ଣ କହିଥିଲେ ମୁଁ 3 ଦିନ ପରେ ମଥୁରାରୁ ପଳାଇ ଆସିବି ଏବଂ ଗୋପପୁରରେ ମୁଁ ସବୁଦିନ ପାଇଁ ରହିଯିବି। କିନ୍ତୁ କ'ଣ ହେଲା, ସେ ମଥୁରାରେ ଯାଇ ହିଁ ସବୁଦିନ ପାଇଁ ରହିଗଲେ, ମଥୁରାର ବାସିନ୍ଦା ହୋଇଗଲେ। ଏଇ ଯେଉଁ ସେଇ ମହାଭାରତର ଦୃଶ୍ୟ କୃଷ୍ଣ ଏବଂ ଅର୍ଜୁନଙ୍କର, ଇଏ ତାଙ୍କର ରାଜପ୍ରସାଦର, ଇଏ ତାଙ୍କର ରାସଲୀଳା, ଇଏ ତାଙ୍କର ବାଲ୍ୟୋତ୍ସବ, ଇଏ ତାଙ୍କର ମଥୁରାକୁ ଗମନର ଦୃଶ୍ୟ, ଏମିତି ବିଭିନ୍ନ ପ୍ରକାର ଦୃଶ୍ୟ ସେ କ'ଣ କହିଥିଲେ ନା 3 ଦିନରେ ଫେରି ଆସିବି, କିନ୍ତୁ ଆସିପାରିଲେ ନାହିଁ। କିନ୍ତୁ କେହି ଭାବନ୍ତି ନାହିଁ ଯେ ଏହି ଅନୈତିକତା ବା ବିଶ୍ୱାସଘାତକତାରୁ କୃଷ୍ଣ ପରି ମହାପୁରୁଷ ସୁଦ୍ଧା ପାର ପାଇନଥିଲେ। ସେଇ ଯେଉଁ 3 ଦିନ ପରେ ମୁଁ ପଳାଇ ଆସିବି ବୋଲି ମଧ୍ୟ କହିଥିଲେ, ତାର ଯେଉଁ ଭୁଲ ପାଇଁ ସେ କ'ଣ କରିଛନ୍ତି ନା ପଶ୍ଚାତାପ କରୁଛନ୍ତି। ଯଦି କୃଷ୍ଣ ଭଳିଆ ଲୋକ ଯଦି ବଞ୍ଚି ପାରିନାହାନ୍ତି ସେହି ଯେଉଁ ଭୁଲରୁ, ତାହେଲେ ଆମେ ତ ଛାର ମଣିଷ, ଆମେ କେମିତି ସେଠୁ ବର୍ତ୍ତିଯିବା। ନନ୍ଦ ଯଶୋଦା ଓ ଗୋପୀ ଗୋପାଳଙ୍କ ଅସୀମ ସ୍ନେହରେ ପରିପାଳିତ ହୋଇ ଶେଷବେଳକୁ ପ୍ରବଞ୍ଚନା କରି କୃଷ୍ଣ ଗୋପପୁର ଛାଡ଼ି ଆସିଲେ। ବିଭିନ୍ନ ପ୍ରକାର ପ୍ରବଞ୍ଚନା କ'ଣ ନା ଠକାମି, ବିଭିନ୍ନ ପ୍ରକାର ଠକି କାହାକୁ, ନନ୍ଦ ଯଶୋଦା ଗୋପୀ ଗୋପାଳଙ୍କ ଅସୀମ ସ୍ନେହ ପରେ ପରିପାଳିତ ହୋଇ ଶେଷବେଳକୁ ସେ କ'ଣ କଲେ ନା ଠକିକି ଗୋପପୁର ଛାଡ଼ିକି ପଳାଇଲେ। କିଏ? କୃଷ୍ଣ। ସେ ନନ୍ଦକୁ ବି ଠକିଦେଲେ, ମାତା ଯଶୋଦାଙ୍କୁ ବି ଠକିଦେଲେ ଏବଂ ତାଙ୍କର ଯେଉଁ ଗୋପୀ ଥିଲେ ସେ ଗୋପୀମାନଙ୍କୁ, ଗୋପାଳମାନଙ୍କୁ, ତାଙ୍କର ଗାଈମାନଙ୍କୁ ସମସ୍ତଙ୍କୁ ଛାଡ଼ି ସେ ଗୋପପୁର ପଳାଇଲେ, ଗୋପପୁରକୁ ଛାଡ଼ି ମଥୁରାକୁ ପଳାଇଲେ। ନନ୍ଦ ଯଶୋଦାଙ୍କ ଚକ୍ଷୁ ଅନ୍ଧୀଭୂତ ହୋଇଗଲା। ଅନ୍ଧୀଭୂତର ଅର୍ଥାତ୍ ଚାରିଆଡ଼େ ଅନ୍ଧକାରମୟ ହୋଇଯିବା। ନନ୍ଦ ଏବଂ ଯଶୋଦାଙ୍କର ଆଖିଟା ଅନ୍ଧକାରମୟ ହୋଇଗଲା, ଚତୁର୍ଦିଗ ତାଙ୍କୁ ଅନ୍ଧକାର ଜଣାପଡ଼ୁଛି। ପ୍ରେମମୟୀ ରାଧା ଶଶିକଳା ପରି ଦୀନା ଓ କ୍ଷୀଣା ହୋଇଗଲେ। ଶଶିକଳାଙ୍କ ଭଳିଆ ସେ କ'ଣ ହୋଇଗଲେ ନା ଦୀନ ଏବଂ କ୍ଷୀଣ, ଅତି ପତଳା ଶରୀର ହୋଇଗଲା। କ୍ଷୀଣ କହିଲେ ଅତି ସରୁ। ରାଧା ମଧ୍ୟ କୃଷ୍ଣଙ୍କୁ ଭାବି ଭାବି ସେ କ'ଣ ହୋଇଯାଇଛନ୍ତି, ତାଙ୍କର ଅସୁସ୍ଥ ହୋଇଯାଇଛନ୍ତି। କିନ୍ତୁ କୃଷ୍ଣ ଆଉ ଫେରିଲେ ନାହିଁ। ସେ ଯେଉଁ କହିକି ଯାଇଥିଲେ ଫେରିବି ବୋଲି, କିନ୍ତୁ ଫେରିଲେ ନାହିଁ। ମହାଭାରତର ମହାସମରକୁ ଅଙ୍ଗୁଳି ନିର୍ଦ୍ଦେଶରେ ଚଳାଇ ମଥୁରାଠାରୁ ଦ୍ୱାରିକା ପର୍ଯ୍ୟନ୍ତ ଦୀର୍ଘ ପଥ ଅତିକ୍ରମ କରି ସେ ବିପୁଳ ରାଜ୍ୟ, ଅପରିସୀମ ବିଭବ, ଅଭକ୍ରଂଶ ପ୍ରାସାଦ, ଅଷ୍ଟପାଟବଂଶୀ ଅଗଣିତ ପୁତ୍ରକନ୍ୟାର ଅଧିକାରୀ ହୋଇ ଦ୍ୱାରିକାରେ ବସିଗଲେ। ସେ କ'ଣ କଲେ ନା ମହାଭାରତର ମହାସମରକୁ, ସମର ଭିତରେ ମହାସମର ହେଉଛି ମହାଭାରତ, ସେ ମହାଭାରତକୁ ସେ କ'ଣ କଲେ ନା ଅଙ୍ଗୁଳି ମାଧ୍ୟମରେ ତାକୁ ଚଳାଇଲେ। ତାଙ୍କ ନିର୍ଦ୍ଦେଶରେ ସବୁ କିଛି ଜିନିଷ ହେଲା। ମଥୁରାଠାରୁ ଦ୍ୱାରିକା ପର୍ଯ୍ୟନ୍ତ ଦୀର୍ଘ ପଥ ଅତିକ୍ରମ କଲେ। କେଉଁଠିକି? ମଥୁରାରୁ ଦ୍ୱାରିକା ପର୍ଯ୍ୟନ୍ତ। ସେ ବିପୁଳ ରାଜ୍ୟ ମଧ୍ୟ ଜୟ କରିଥିଲେ।
ଅପରିସମ ବିଭବ ତାଙ୍କ ପାଖରେ ଥିଲା। ସମସ୍ତ ପ୍ରକାରର ସମ୍ପଦ ଦେଖିବାକୁ ମିଳୁଥିଲା। ଅଭ୍ରକ୍ରଂଶ ପ୍ରାସାଦ ଥିଲା ତାଙ୍କର। ଅଷ୍ଟପାଟବଂଶୀ ଥିଲେ। ଅଗଣିତ ପୁତ୍ର କନ୍ୟାର ସେ ଅଧିକାରୀ ମଧ୍ୟ ହୋଇଥିଲେ। କିନ୍ତୁ ପରିତାପର ବିଷୟ ଏବଂ ଦୁଃଖର କଥା କ'ଣ, ସେ ଦ୍ୱାରିକାରେ ମଧ୍ୟ ଚିରଦିନ ପାଇଁ ସୁଖୀ ହୋଇ ରହିପାରିଲେ ନାହିଁ। କିନ୍ତୁ ପରିଣାମ କ'ଣ ହେଲା? କ'ଣ ଭଲ ହେଲା? କୃଷ୍ଣଙ୍କର ଅଭ୍ରକ୍ରଂଶ ପ୍ରାସାଦ ଅତଳ ଜଳଧି ତଳରେ ନିମଗ୍ନ ହୋଇଗଲା। ଅଭ୍ରକ୍ରଂଶର ଅର୍ଥ କ'ଣ ନା ଆକାଶ ସ୍ପର୍ଶୀ, ଯେଉଁଟାକୁ ଆକାଶକୁ ଛୁଇଁଲା ଭଳିଆ ଲାଗୁଥିବ। ତାହା କ'ଣ ହେଲା? ଅଭ୍ରକ୍ରଂଶ ପ୍ରାସାଦଟା ଅତଳ ଜଳଧି ମଧ୍ୟରେ ଲୀନ ହୋଇଗଲା। ଏବଂ ଆଉ ତାଙ୍କ ନବସଂସାରର ମଦ୍ୟପ ବଂଶଗୋଷ୍ଠୀ ଓ ସାଙ୍ଗସାଥି ମଧ୍ୟ ପ୍ରଭାସ ତୀର୍ଥର ଏରକାର ବନରେ ପରସ୍ପରକୁ ହାଣି ଧ୍ୱଂସ ହୋଇଗଲେ। ତାଙ୍କର ଯେଉଁ ଅଗଣିତ ପୁତ୍ର ଥିଲେ, ସେ ଅଗଣିତ ପୁତ୍ର କ'ଣ ହେଲା ନା ମଦ୍ୟପାନ କଲେ ଏବଂ ଏରକାର ବନରେ ନିଜ ନିଜ ମଧ୍ୟରେ ହାଣି ନିଜର ବଂଶକୁ ନିପାତ କରିଦେଲେ। ରାଜ୍ୟହୀନ, ଗୃହହୀନ, ଧନହୀନ, ପୁତ୍ରକନ୍ୟାହୀନ ହୋଇ ଶେଷବେଳକୁ ମହାଭାରତର କର୍ଣ୍ଣଧାର ନିବିଡ଼ ଅରଣ୍ୟର ଲତିକା ଦଳରେ ଅବଶ ଅଙ୍ଗକୁ ଢାଳିଦେଲେ। ତୁମେ ଜାଣିଥିବ ଏଇଟା ଗୋଟେ ଷ୍ଟୋରି ଅଛି ପିଲାମାନେ। କୃଷ୍ଣଙ୍କୁ ଅଭିଶାପ ମିଳିଥିବ। ସିଏ କ'ଣ କରୁଥିବେ ନା ଲତିକା ଦୋଳିରେ ବସିକି ଭାବୁଥିବେ ତାଙ୍କର ଯେଉଁ ଘଟି ଯାଇଥିବା ଏଇ ଯେଉଁ ଘଟଣାକୁ, ତାଙ୍କର ବଂଶଧରମାନଙ୍କର ବିଭିନ୍ନ ଘଟଣାବଳୀକୁ ସେ ମନେ ପକାଉଥିବେ। ଏବଂ ଇତିମଧ୍ୟରେ କ'ଣ ହେବ ନା ସର ମାରିବ, ଯାହାଫଳରେ ତାଙ୍କର ଗୋଡ଼ ଦୁଇଟା ହରିଣର କର୍ଣ୍ଣ ସଦୃଶ ଦେଖାଯାଉଥିବ ଏବଂ ସେଠାରେ ତାଙ୍କର ମଧ୍ୟ ଦେହାନ୍ତ ହେଇଯିବ। ସେ ତାଙ୍କର ଅବଶେଷ ଅଙ୍ଗକୁ ସେଠାରେ କ'ଣ କରିବେ ନା ଢାଳିଦେବେ। କିନ୍ତୁ ଶେଷରେ ସୁଦ୍ଧା ଶାନ୍ତିରେ ରହିପାରିଲେ ନାହିଁ। ଅଳ୍ପ କ୍ଷଣ ପରେ ତାଙ୍କର ଦଳାୟମାନ ପଦପଲ୍ଲବରେ ଅଭିଶାପ ପରି ନିଷ୍ଠୁର ଲୌହସରଟିଏ ଆସି ପଡ଼ିଗଲା। ପଦପଲ୍ଲବ, ତାଙ୍କର ପାଦଟା ପଲ୍ଲବ ଭଳିଆ ଲାଗୁଥିବ, ଅତି କଅଁଳ, ପତ୍ର ସଦୃଶ ପାଦ, ମାନେ ପତ୍ର ଯେମିତି କଅଁଳ ହେଇଥିବ ତାଙ୍କର ପାଦ ମଧ୍ୟ ସେମିତି କଅଁଳ। କାହିଁକି? ସେ ରାଜଉଆସରେ ରହୁଥିଲେ ଏବଂ ସିଏ କେତେବେଳେ ବି କଠିନ ପରିଶ୍ରମ କରୁନଥିଲେ, ତେଣୁକରି ପାଦ ଦୁଇଟା କଅଁଳ ପତ୍ର ସଦୃଶ ଥାଏ। ଏହା ମଧ୍ୟ ତାଙ୍କର କୃତ୍କର୍ମର ପରିଣାମ, ଅର୍ଥାତ୍ କର୍ମ ଇଜ୍ ବ୍ୟାକ୍ ବୋଲିକରି ଆମେ ଯେଉଁଟା କହୁଛୁ, କର୍ମର ଫଳ। ପିଲାମାନେ ଯେଉଁଟା କଲେ, ଭଲ କାମ କଲେ ଭଲ ମିଳିବ, ମନ୍ଦ କାମ କଲେ ମନ୍ଦ ହିଁ ମିଳିବ। ତେଣୁ ଅଭିଶାପ ସଦୃଶ ତାଙ୍କର ଯେଉଁ ପଦପଲ୍ଲବରେ ଆସି ସରଟିଏ କ'ଣ ହେଲା ନା ଲାଗିଗଲା, ଯାହାଫଳରେ ସିଏ କ'ଣ ହେଲେ ନା ସେଠାରେ ତାଙ୍କର ଦେହକୁ ସେଠାରେ ଅବଶେଷକୁ ଦେହାନ୍ତ ହୋଇଗଲା ତାଙ୍କର। ଆଜି ପାଇଁ ଏତିକି ପିଲାମାନେ। ଥ୍ୟାଙ୍କ ୟୁ ଟୁ ଅଲ୍।